ମୁଁ ଜାଣି ପାରୁନି ଏ ଛଅଟା ଆଣି ଦେଇଛେ ଆଇଡା କହିଲା ଆଜ୍ଞାକୁ ଦେବୁ ନନ୍ଦ ରାଜା ପୁଅ କୃଷ୍ଣଙ୍କ ଶଳା ନନ୍ଦ ରାଜା ପୁଅ କୃଷ୍ଣଙ୍କ ଶଳା ରାମଙ୍କର ସାନ ଭାଇ ସୀତାଙ୍କର ପିୟର ଭୀମଙ୍କ ଶ୍ୱଶୁର ଏକଥା ଶୁଣିଛ କେହି ନନ୍ଦ ରାଜା ପୁଅ କୃଷ୍ଣଙ୍କ ଶଳା ରାମଙ୍କ ସାନ ଭାଇ ସୀତାଙ୍କ ପିୟର ଭୀମଙ୍କ ଶ୍ୱଶୁର ଏକଥା ଶୁଣିଛ କେହି ଦ୍ୱିତୀୟ ପ୍ରଶ୍ନ ନୀଳକଣ୍ଠ ବୋଲି ଯାହାଙ୍କୁ କହିଲି କେଡେ ଅତ୍ୟାଚାର କଲା ବାଳି ବୀରବର କିଷ୍କିନ୍ଧ୍ୟା ଈଶ୍ୱର ସୀତାଙ୍କୁ ଚୋରାଇ ନେଲା ଯୁଧିଷ୍ଠିର ସପ୍ତଶାଳା ଛେଦି ମହିଷାସୁର ମର୍ଦ୍ଧିଲା ବୀର ଅର୍ଜୁନ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲା ବୀର ଅର୍ଜୁନ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲା ବୀର ଅର୍ଜୁନ ରାବଣକୁ ମାରିଲା ବୀର ଅର୍ଜୁନ ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କଲା ତୃତୀୟ ପ୍ରଶ୍ନ ସୀତାଙ୍କ ପତି ରାମକୁଶଳା କାହ୍ନ ଅବତାରେ ହେଲା ମଉଳା ରାଧା ନାଇଁ ଯାଇ ବନକୁ ତା ସୁତ ମାଇଲା କଂସକୁ ସବୁ ଉଲ୍ଟା କଥା ଜଗନ୍ନାଥଙ୍କର ମାଉସୀର ନାଁ କଣ ମାମୁ ସଜ ପୁଅ ବାପା ବାହାନ ତା ପ୍ରାନ୍ତ ଅକ୍ଷର ବିନାଶ କରିଣ ବଳକା ଅକ୍ଷର ତାର ଶରଣେ ବନ୍ଦନ କେତୋଡି ଲେଖିଛନ୍ତି ହଉ ସବୁ ଯାକ ତ କହି ହବନି ହଉ ପଛେ କହିବା ରଖେ ପଇସା ଖୁଞ୍ଚି ଦଉଛି ପଛ ଭାଉ ପଇସା ଦେଇ ଦେ ପଇସା ଖୁଞ୍ଚି ଦଉ କିଛି ଜାଣିନି ରେ ବୁଆ ପଛେ କହିବା ନା ପଇସା ଦେଇ ଦେ ତମେ ପଛ କହ ପଇସା ଦିଅ ହେ ଆରେ ପଇସା ହେଲେ ମୋ ମାମୁ କିଛି ଜାଣିନି ବନ୍ଦଇ ଶଙ୍କର ହେ କିଙ୍କର ମତ କୃତ୍ୟ ଅଙ୍କରେ ଡଙ୍କର ପଙ୍କଜ ଚାରୁ ନେତ୍ର ବନ୍ଦଇ ଶଙ୍କର ହେ କିଙ୍କର ମତ କୃତ୍ୟ ଅଙ୍କରେ ଡଙ୍କର ପଙ୍କଜ ଚାରୁ ନେତ୍ର ବନ୍ଦଇ ମହେଶ ହେ ଗୟସ ଚମ୍ପା ଭୋଗୀ ଦୁଦୁରା ଧାତ୍ରୀ ପତ୍ରୀ କେତକୀ ଅନୁରାଗୀ ବନ୍ଦଇ ଦିଗମ୍ବର ସମ୍ଭର ଦର୍ପହତ କମ୍ଭୁକର କୁମର ଦର୍ପକୁ କଲ ଯୁକ୍ତ ବନ୍ଦଇ ଈଶ୍ୱର ହେ ବିଶ୍ୱର ଭାବିନାଶ ଶ୍ୱଶୁର ବନ୍ଦଇ ଈଶ୍ୱର ହେ ବିଶ୍ୱର ଭାବିନାଶ ଶିଶିର ତରେ ଶିରେ ଶ୍ୱଶୁରେ ପୁରେ ବାସ ଆଲୋଚନା କରନ୍ତୁ ହେ ବିଦୁଷଗଣ ଆଉ କେଡେ ସୁନ୍ଦର ବାବୁ ଲେଖିଦେଲେ ପ୍ରଶ୍ନ ଅଗାଧ ସମୁଦ୍ର ଏ ପୁରାଣ ପାଠ ଅଗାଧ ସମୁଦ୍ର ଏ ପୁରାଣ ପାଠ ଆଉ କାହାର ପ୍ରଶ୍ନର ଉତ୍ତର କହିବା କେତିକି କଷ୍ଟ କିଏ କେତେ ଖୋଜିବ ହେ ପୁରାଣ ଯାଇ ଆଉ କିସ ବୋଲି ବାବୁ ମୁଁ ଦେବି ବୁଝାଇ ଦେଖ ଆକାଶଟା କେତେ ହାତ କିଏ ମାପିଛି ଆକାଶର ତାରା ବାବୁ କିଏ ଗଣିଛି ବାଲିରେ ସୋରିଷକୁ ଦେବା ମିଶାଇ ସୋରିଷ ଖୋଜିବା କେତେ କଷ୍ଟ ଅଟଇ ସୋରିଷ ଖୋଜିବା କେତେ କଷ୍ଟ ଅଟଇ ଆଲୋଚନା କରନ୍ତୁ ହେ ବିଦୁଷଗଣ ଆଡୁଆ କଥା ଭାବୁ ଦେଲେ ଲେଖିନ ପତ୍ରକୁ ଦେଖି ମନ ଭୁଲି ଯାଉଛି କିସ ବୋଲି ବାବୁ ହେ କହିବି ବାଛି ନନ୍ଦ ରାଜା ପୁଅ କୃଷ୍ଣଙ୍କର ଶଳା ନନ୍ଦ ରାଜା ପୁଅ କୃଷ୍ଣଙ୍କର ଶଳା ରାମଙ୍କର ବାବୁ ସେ ତ ସାନ ଭାଇ
ଆଉ ସୀତାଙ୍କ ପିୟର ବାବୁ ଭୀମଙ୍କ ଶ୍ୱଶୁର ଏ କଥା ସଂସାରେ କେ ଶୁଣିଛ ଯାଇ ଏ କଥା ସଂସାରେ କେ ଶୁଣିଛ ଯାଇ ରାମଙ୍କର ପୁଅ କୃଷ୍ଣଙ୍କର ଶଳା ନନ୍ଦରାଜା ପୁଅ କୃଷ୍ଣଙ୍କର ଶଳା ବାବୁ ନନ୍ଦରାଜା ପୁଅ ହେଲେ ଭଗବାନ ଶ୍ରୀକୃଷ୍ଣ ନନ୍ଦରାଜା ପୁଅ ହେଲେ ଭଗବାନ ଶ୍ରୀକୃଷ୍ଣ ଆଉ କୃଷ୍ଣଙ୍କର ଶଳା କିଏ ବାବୁ ଦେବା କହିଣ ଦ୍ୱିତୀୟ କୃଷ୍ଣ ହେଲେ ବାବୁ ବୀର ଅର୍ଜୁନ ଦ୍ୱିତୀୟ କୃଷ୍ଣ ହେଲେ ଦେଖ ବୀର ଅର୍ଜୁନ ଆଉ ନନ୍ଦରାଜା ପୁଅ କୃଷ୍ଣ ଶଳା ଆଉ ହୋଇଲେ ଶୁଣ ଅର୍ଜୁନଙ୍କର ଶଳା ହେଲେ କୃଷ୍ଣ ଭଗବାନ ନନ୍ଦରାଜା ପୁଅ ଆଉ କୃଷ୍ଣଙ୍କୁ ଶଳା ଅର୍ଜୁନଙ୍କୁ ଶଳା ହେଲା ନା ଆଜ୍ଞା ନନ୍ଦରାଜା ପୁଅ ହେଲେ କୃଷ୍ଣ ନନ୍ଦରାଜା ପୁଅ କୃଷ୍ଣଙ୍କୁ ଶଳା ନନ୍ଦରାଜା ପୁଅ ହେଲେ କୃଷ୍ଣ ଦ୍ୱିତୀୟ କୃଷ୍ଣ ହେଲେ ଅର୍ଜୁନ ଅର୍ଜୁନଙ୍କୁ ହୋଇଲେ ଶଳାଟି ଜାଣ ରାମଙ୍କର ପୁଣି ସାନ ଭାଇ ପୁଣ ହେଲେ ରାମଙ୍କର ସାନ ଭାଇ କୋ ରାମ ବଳରାମଙ୍କ ବାବୁ ସାନ ଭାଇ ଜାଣ ବଳରାମଙ୍କ ବାବୁ ସାନ ଭାଇ ଜାଣ ସେ ନନ୍ଦରାଜା ପୁଅ କୃଷ୍ଣଟି ପୁଣ ଦ୍ୱିତୀୟ କୃଷ୍ଣ ପୁଣି ହେଲେ ବୀର ଅର୍ଜୁନ ଅର୍ଜୁନଙ୍କ ଶଳା ହେଲେ କୃଷ୍ଣଟି ଯାଇ ବଳରାମଙ୍କର ସାନ ଭାଇ ଅଟଇ ବଳରାମଙ୍କର ସାନ ଭାଇ ଅଟଇ ସୀତାଙ୍କ ପିୟର ହେ ଦେବା ବୁଝାଇ ସୀତା ବୋଲନ୍ତେ ବାବୁ ଗଙ୍ଗାଟି ଜାଣ ଆଉ ଗଙ୍ଗାଙ୍କର ପିୟର ବିଷ୍ଣୁ ଯେ ଭଗବାନ ସୀତା ବୋଲନ୍ତେ ଗଙ୍ଗା ସୀତା ବୋଲନ୍ତେ ଗଙ୍ଗା ଗଙ୍ଗାଙ୍କର ପିୟର କିଏ ବିଷ୍ଣୁ ବିଷ୍ଣୁଙ୍କ ନଖ କଣରୁ ଜାତ ହେଲେ ଲେଖାରେ ବାବୁ ପିୟର ହୋଇଲେ ଭୀମଙ୍କ ଶ୍ୱଶୁର ବିଷ୍ଣୁ ତ ହୋଇଲେ ଭୀମଙ୍କ ଶ୍ୱଶୁର ହେ ହୋଇଲେ ଜାଣ ଭୀମ ବୋଲନ୍ତେ କିଏ ବାବୁ ଦେବା କହିଣ ହେଲେ ବିଷ୍ଣୁ ହେଲେ ଗଙ୍ଗାଙ୍କର ବାପା ପିୟର ବୋଲେ ବାପା এইটা হলা নন্দরাজা পুଅ কৃষ্ণর শলা নন্দরাজা পুଅ হলে কিଏ ভগবান শ্রীকৃষ্ণ দ্বিতীয় কৃষ্ণ হলে অর্জুন তাঙ্কর শলা হলে রামঙ্কর সান ভাই অর্থাৎ বলরামঙ্কর সান ভাই হলে কৃষ্ণ নন্দরাজা পুଅ কৃষ্ণଙ୍କୁ শলা রামঙ্কর সান ভাই সীতাঙ্কর পিয়র সীতা বলন্তে গঙ্গা গঙ্গাঙ্কর পিয়র হলে কিଏ ভগবান বিষ্ণু অর্থাৎ নখকোণରୁ জাত হইতিলা গঙ্গা দেবী নখকোণରୁ জাত হবা যোগু তাঙ্কর বাপা হলে কিଏ না বিষ্ণু ভীমଙ୍କ শ্বশুর ভীম ବୋଲନ୍ତେ ବାବୁ ଦେବା ବୁଝାଇ ସଭାଦନେ ଶୁଣୁଛନ୍ତି ମନ କର୍ଣ୍ଣ ଦେଇ ଆଜ୍ଞା ଭୀମ ବୋଲନ୍ତେ ମହାଦେବ ଦେଲି କହିଣ 48 ନାମ ଭିତରେ ରହିଛି ଜାଣ ଶମ୍ଭୁରିଷ ପଶୁପତି ଶିବ ଶୁଣିନି ମହେଶ୍ୱର ଈଶ୍ୱର ସର୍ବ ଈଶାନ ଶଙ୍କର ଚନ୍ଦ୍ରଶେଖର ଭୂତେଷୁ ଖଣ୍ଡ ପରଶୁ ଗିରିଶ ଗିରିଶ ମୂଢ଼ ମୃତ୍ୟୁଞ୍ଜୟ କୃତିବାସ ପିନାକି ପ୍ରମଥା ଦୀପ ଉଗ୍ର କପର୍ଥିକ ଶ୍ରୀକଣ୍ଠ ଶ୍ରୀକଣ୍ଠ କପାଳ ଭୃତ ବାମଦେବ ମହାଦେବ ବିରୁପ୍ରାକ୍ଷ ତ୍ରିଲୋଚନ କୁଶାଣୁ ଦେଶ କିଂ ସର୍ବଜ୍ଞଂ ଧ୍ୱଜଟି ନୀଳ ଲୋହିତଂ ହରଂ ସରଂହର ଭର୍ଗ ତ୍ରୟମ୍ବକଂ ତ୍ରିପୁରାତଙ୍କ ଗଙ୍ଗାଧର ଅନ୍ଧକରି ପୁତ୍ରଧ୍ୱଂସନ୍ ବୃଷଧ୍ୱଜ ବ୍ୟାମକେଶ ଭବ ଭୀମ ସ୍ଥାନ ରୁଦ୍ର ଉମାପତି ए 48 नाम भितरे रही जाई भीम बोले महादेव हे देली बुझाई सीतांक पियर हे कहिली जान आउ भीम को पुणी ससुर लागिबे पुण हेले भगवान विष्णु हेले गंगांकर झियो से गंगा को विवाहित भगवान शिव हेले भीमंक ससुर हेले विष्णु केमिति जटिया कथाटी लिखिचंदी देखो सीतांक पियर भीमंक ससुर एक कथा जानिछ केही सीतांकर पियर हेले भगवान विष्णु सीता बोले गंगा गंगांकर पियर हेले भगवान विष्णु भीम की महादेव महादेव को विष्णु भगवान ससुर हेला गोटे हेला गोटे ताली मारी दियो गोटे ताली 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 देवा बुझाई सभादने शुणुछंती मन कर्ण देई नीलकंठ बोली बाबू जाहु कहिली
केड़े अविचार हे करिला बाली वीरवर किष्किंध्या ईश्वर सीता को चोराई नेला युधिष्ठिर धर्म युधिष्ठिर सप्तशाला क्षति महिषासुर मर्थिला वीर अर्जुन रावण को मारी सीता को उद्धार कला आडुआ कथा बाबू लेखिले जाई किपरि आकु मुहे देवी बुझाई हब कि नाही बाबू देबा हे कही सभादने शुणुछंती मन कर्ण देई नीलकंठ बोली जाहांकर नाम केड़े अविचार कला आज्ञा नीलकंठ बोली प्रथम रे देउछि कही ईश्वरଙ୍କ नाम नीलकंठ अटई नीलकंठ प्रभु केड़े अविचार कले अविचार संसारे करि नथिले नीलकंठ शिव माता को हरण कहले अविचार करिले नीलकंठ भारे जे कि शिव भगवान होचंदी नीलकंठ से अविचार कले कोन ना मातृहरण कले ये गोटे अर्थ नीलकंठ बोलते मतलब भगवान शिवंकर भगवान रामचंद्रंकर शरीर होची नील सी विचार कले कौन विचार कले ना सीता माता बनस्थ को पठाई देले से रामचंद्र पुणी अविचार करथिले नीलकंठ बोली जहां को नाम से केड़े अविचार कला अविचार हला कौन ना सीता को बनस्थ को पठाई रामचंद्र ये हला गोटे अर्थ आ नीलकंठ बोले कि भगवान शिव भगवान अविचार कले कौन ना मातृहरण कले गोटे अर्थ हला नीलकंठ बोली जहा को कहली केड़े अविचार कला बाली वीरवर किष्किंध्या ईश्वर सीता को चोराई नेला अरे किष्किंध्यार राजा पुणी बालीटी जान कोदिन सीता को करिथिला हरण कोदिन सीता को करिथिला हरण आलोचना करम दुहे विदूषगण सीता को बाली कोदिन कला हरण आडुआ कथा बाबू लिखि देछि सुन किस बोली बाबू आकु देवी कहिण किस बोली बाबू आकु देवी बुझाई सभादने शुणुछंती मन कर्ण देई प्रकृत किष्किंध्या ईश्वर बाली हे वीरवर किष्किंध्या ईश्वर सीता को हरा सीता को पुणी चोराई नेइथिला आज्ञा सीता बोलते अर्थ एठी आसीब जान आज्ञा सीता बोलते सुवर्ण बोली देली कहिण अरे सुवर्णर मय लंका देली बुझाई से लंकार राजा पुणी देख रावण जाई से रावण को बाली वीर पुणी उठाई नेइथिला से रावण को बाली वीर पुणी उठाई नेइथिला अरे रावण जेते बळे सात समुद्र जाइथिला से रावण जेते बळे स्नान तो करूथुला बाली वीर ताकू काखरे तो जागिथिला किष्किंध्या ईश्वर से बाली वीरवर सीता को चोराई नेला सीता बोलते स्वर्णमय लंकार रावण होछि से रावण को बाली पुणी चोराई तो नेला आउ लुगा पालटिला समय रे भत परा पड़िला हला सीता को चोरी नेला रावण को चोरी के निथिला कि बाली जेतलो लुगा पालटिला समय रे तार हेतु नथिले जे काख तळु भत परा तळे पड़िथिला हला धर्म युधिष्ठिर सप्तशाला क्षति महिषासुर बधिला धर्म युधिष्ठिर सप्तशाला क्षति महिषासुर बधिला हड़ी आलोचना करंतु हेम विदूषगण धर्म युधिष्ठिर बोली बाबू देवी कहिण अरे पांच भाई को भीतर धर्म युधिष्ठिर जान से युधिष्ठिर एठिकी न आसीबे पुण आउ थरे धर्म युधिष्ठिर देबा हे कहि धर्म परायण पुरुष अटई धर्म रे गतागत करई धर्म को कुमार धर्म परायण धर्म से अटई चलई तांकर नाम बाबू देबा बुझाई मर्यादा पुरुष रामचंद्र अटई युद्ध रे स्थिर बाबू करिछंती जान
ସ୍ଥିର ଭାବରେ ଯୁଦ୍ଧ କରିଛନ୍ତି ରାମଚନ୍ଦ୍ର ଶୁଣ ଆଉ ତେଣୁ କରି ଯୁଦ୍ଧରେ ସ୍ଥିର ହୋଇଅଛି ଯୁଧିଷ୍ଠିର ବୋଲି ନାମ ପୁଣି ପାଇଛି ଯୁଦ୍ଧରେ ଯିଏ ସ୍ଥିର ତା ନାଁ ହେଲା ଯୁଧିଷ୍ଠିର ରାମଚନ୍ଦ୍ର ଯୁଦ୍ଧରେ ସ୍ଥିର ସ୍ଥିର ଭାବରେ ସ୍ଥିର ମନ ଚିତ୍ତରେ ଯୁଦ୍ଧ କରିବା ଯୋଗୁଁ ତାଙ୍କ ନାଁ ହେଲା ଯୁଧିଷ୍ଠିର ରାମଚନ୍ଦ୍ର ଯୁଦ୍ଧରେ ସ୍ଥିର ଯିବା ଯୋଗୁଁ ତାଙ୍କରି ନାମ ହେଲା ଯୁଧିଷ୍ଠିର ସପ୍ତଶାଳାକୁ ଛେଦନ କଲେ କିଏ ରାମଚନ୍ଦ୍ର ଧର୍ମ ଯୁଧିଷ୍ଠିର ସପ୍ତଶାଳାକୁ ଛେଦିଲେ ଅର୍ଥାତ ରାମଚନ୍ଦ୍ର ଯୁଦ୍ଧରେ ସ୍ଥିର ଯୋଗୁଁ ତାଙ୍କୁ ଧର୍ମ ଯୁଧିଷ୍ଠିର ବୋଲି କହିଲି ତାଙ୍କୁ ଆଉ ଯୁଦ୍ଧରେ ସ୍ଥିର ଥିବା ଯୋଗୁଁ ରାମଚନ୍ଦ୍ର ଧର୍ମ ଯୁଧିଷ୍ଠିର ହେଲେ ସପ୍ତଶାଳାକୁ ଗୁଣ ଛେଦିଲେ ସପ୍ତଶାଳାକୁ ଛେଦି ମହିଷାସୁର ମର୍ଥିଲେ ଆଲୋଚନା କରନ୍ତୁ ହେ ବିଦୂଷଗଣ ମହିରେ ଅନ୍ୟାୟ କରିଥିଲା କିଏ ଶୁଣ ମହିରେ ଅନ୍ୟାୟ କଥା କରିଥିଲା ଜାଣ ବାଳିବୀର ଅନ୍ୟାୟ କରିଥିଲା ଶୁଣ ଭାଇ ବୋଉକୁ କରିଥିଲା ହରଣ ତେଣୁ କରି ରାମଚନ୍ଦ୍ର ବିଚାର କଲେ ସପ୍ତଶାଳାକୁ ବାବୁ ଛେଦନ କରି ସପ୍ତଶାଳାକୁ ବାବୁ ଛେଦନ କରି ଏକା କାଣ୍ଡକେ ବାଳିକି ବଧିଲେ ହରି ଏକା କାଣ୍ଡକେ ବଧ ହୋଇଲା ବାଳି ଏକା କାଣ୍ଡକେ ବଧ ବାଳି ହୋଇଲା ମହିର ପୁଣି ଅନ୍ୟାୟ ଉଶ୍ୱାସ ହେଲା ତେଣୁକରି ମହିଷାସୁର ବା ଅର୍ଥାତ ଇଏ ଗୋଟେ ରାକ୍ଷସ ଭଳି ପ୍ରକୃତି କରିଥିଲା ଏ ବାଳି ସପ୍ତଶାଳାକୁ ଛେଦନ କଲେ ଭଗବାନ ରାମଚନ୍ଦ୍ର ବାଳିକି ବଧ କଲେ ଅନ୍ୟାୟକୁ ବା ଏ ପୃଥିବୀରୁ ଅନ୍ୟାୟକୁ ହଟେଇ ଦେଇଥିଲେ ଅର୍ଥାତ ମହିଷାସୁର ମର୍ଦ୍ଦିଲେ ଅର୍ଥାତ ଅନ୍ୟାୟକୁ ବଧ ମହିଷାସୁର ଅର୍ଥାତ ଅନ୍ୟାୟକୁ ବଧ କରିଥିଲେ କିଏ ଭଗବାନ ରାମଚନ୍ଦ୍ର ଏ ଯୋଉ ସପ୍ତଶାଳା ଛେଦନ କଲେ ସାତଟା ତାଳ ଗଛ ଥିଲା ସେ ସାତଟା ତାଳ ଗଛ କେମିତି କୋ ପ୍ରକାର ଥିଲା ରାମଚନ୍ଦ୍ର ତାକୁ କେମିତି ଧର୍ମ ଯୁଧିଷ୍ଠିର କି ରାମଚନ୍ଦ୍ର କେମିତି ଛେଦନ କଲେ ସେ ସପ୍ତଶାଳାଟା କେମିତି ଥିଲା ସେ ସପ୍ତଶାଳାଟା ଥିଲା ଗୋଟେ ସର୍ପ ଉପରେ ସର୍ପ ଉପରେ ସାତଟା ତାଳ ଗଛ ଚାରିକାନି ଚାରିଟା ଥିଲା ସେ ତାଳ ଗଛ ଗୁଡାକ ଏ ପ୍ରକାର ଥିଲା ଯେ ସାପଟା କେମିତି ଶୋଉଛି ବଙ୍କା ବଙ୍କା ହେଇକି ଶୋଉଛି ସାପର ସେ ସର୍ପ ଉପରେ ସପ୍ତ ତାଳ ଗଛ ଯୋଉ ସପ୍ତଶାଳା ଥିଲା ରାମଚନ୍ଦ୍ର ଧର୍ମ ଯୁଧିଷ୍ଠିର ସେ କଥା ଜାଣିଥିଲେ ସେ କଣ କଲେ ନା ଲାଙ୍ଗୋଟଟାକୁ ଯାଇକି ବୁଢା ଆଙ୍ଗୁରେ ଟିପି ଦେଲେ ଯେତେବେଳେ ଟିପି ଦେବାରୁ ସର୍ପଟା ଯୋଉ ବଙ୍କା ବଙ୍କା ହେଇକି ଥିଲା ତାଳ ଗଛ ଯାକ ଉଠେଇକି ଥିଲା ସିଏ ସାଙ୍ଗେ ସାଙ୍ଗେ ସିଧା ହେଇଗଲେ ଯେତେବେଳେ ସିଧା ହେଇଯାଇଛନ୍ତି ଧର୍ମ ଯୁଧିଷ୍ଠିର ରାମଚନ୍ଦ୍ର କଣ କଲେ ଏକା କାଣ୍ଡକେ ସପ୍ତଶାଳାକୁ ଛେଦନ କଲେ ଛେଦନ କରି ଏ ଯୋଉ ବାଳି ଗୋଟେ ମହିର ରାକ୍ଷସ ଭଳି ପ୍ରକୃତି କରିଥିଲା ସେ ମହିଷାସୁରକୁ ମର୍ଦ୍ଦନ କଲେ ଦ୍ୱିତୀୟ କଥା ହେଲା ତାପରେ ଲେଖିଲେ କଣ ନା ବୀର ଅର୍ଜୁନ ରାବଣକୁ ମାରି ସୀତାକୁ ଉଦ୍ଧାର କଲା ଆରେ ଅର୍ଜୁନ ବୀରବର ରାବଣକୁ ବଧ କରିଥିଲେ একথা কহিলে কিয়ে শুনিব কি ভলে অর্জুন কেবে রাবণকে বধ করিছন্তি কি যাই একথা মহিরে কে শুনিছ কি তহি একথা কহিলে বাবু হব তো নাই রামচন্দ্র বীর অর্জন কলে রামচন্দ্র বীর অর্জন করি বাবু রাবণকে বধিলে বীর অর্জুন হবনি এটা বীর অর্জন অর্থাৎ বীরত্বপণকু রামচন্দ্র ধারণ কলে বীর অর্জন করিলে রামচন্দ্র জানো রাবণକୁ বধ କରିଥିଲେ ପୁଣ বধ କରି ସୀତାକୁ ଉଦ୍ଧାର କଲେ ଦକ୍ଷିଣ ସେଇ ରାମଚନ୍ଦ୍ର ଆକା କଣ କଲେ ବୀର ଅର୍ଜନ କରି ରାବଣକୁ ବଧ କରି ସୀତାକୁ ଉଦ୍ଧାର କରିକି ଆଣିଥିଲେ ଅର୍ଜୁନ ରାବଣକୁ ବଧ କରିନଥିଲେ କିନ୍ତୁ ଲେଖିଛନ୍ତି ସିନା ବୀର ଅର୍ଜୁନ ରାବଣକୁ ମାରି ସୀତାକୁ ଉଦ୍ଧାର କଲେ ନାହିଁ ରାମଚନ୍ଦ୍ର ବୀର ଅର୍ଜନ କଲେ ବୀରକୁ ଅର୍ଜନ କରି ବୀରତ୍ୱପଣ କରି ରାବଣକୁ ବଧ କରି ସୀତାଙ୍କୁ ଉଦ୍ଧାର କରିକି ଆଣିଥିଲେ ଆହେ ଯାହା ଜାଣିଥିଲି ବାବୁ ହେ ଦେଲି ବୁଝାଇ ସଭାଦନେ ଶୁଣୁଥିଲେ ମନ କର୍ଣ୍ଣ ଦେଇ ତୁ ନାଚୁଥିବୁ ଥେଇ ଥେଇ ମୋର ବାଙ୍ଗେରା ଭାଇ ନାଚୁଥିବୁ ଥେଇ ଥେଇ ଆଉ ଗୋଟେ ଲେଖିଲେ ସୀତାଙ୍କ ପତି ରାମକୁଶଳା କାହ୍ନ ଅବତାରେ ହେଲେ ମଉଳା ରାଧା ଯାଇ ନାହିଁ ବନକୁ ତା ସୁତ ମାଇଲା କଂସ
किमिति प्रश्न आज्ञा अरे क्यों जन्म रे क्यों तप थिली आतरी गाइबा को कहानी प्रभु को नाम धरी धन्य मो पिता माता देले मते जन्म सुझिकी पारिबा हे बापा मां कर ऋण कैकेयी माता जने राम को थिले पाली मते मो मां बाप करी दुखी संगाली निज पेट को काटी खुआई थिले भात तेणु मो पाई बड़ मो पूज्य पिता माता बिनु के संसारे नाही बड़ एणु पिता माता तो धरु अछि मुगड़ हे पिता माता मोर करु अछि जंजाल पुत्र पाखरु केबे न होई बंतर पितृ सत्य पालिन राम गमिले वन जुगे जुगे पूजित होई गले श्री राम पिता माता को सेवा ईश्वर सेवा प्राय हे साधु जने केबे न मन हेय पिता माता को सेवा करिबा नान भव संसार पारी होइबा पूर्ण जीवा ए भव संसार पारी ए नर नारी जीवा ए भव संसार पारी अरे सीता पति पुणी राम कुशला आज्ञा सीता पति पुणी राम कुशला कान्हा अवतारे हेले मौला राधा जाई नाई बनकू तासु तो माइला कंसकू एहार भाव कथा देवा बुझाई गायक शुणिले जीव तो बाया होई गायक शुणिले जीव तो बाया होई केते कष्ट कथा लेखि देले आउ किस कहिबाकू मने तो भाबिथिले आलोचना करंतु हे विदुषगण आउ सीतांक पति पुणी राम कुशला अरे सीतांकर पति पुणी राम होइले राम को किए बाबू शला होइले बोइले एपटे गले बाबू होइबो नाही तार विपरीत कथा कहिबा जाई सीतांकर पति प्रभु राम होइले रामंकर कुशल कथा किए करुथले राम कुशल बाबू हनुमान होइले हनुमान कुशल चिंता तो करुथिले राम को दूत हनुमान टी जानो राम कुशल तांकू देली गहिन बोले जे कुशल चिंता कले ताकू कहले राम कुशला छंदी विच्छेद इडी कर दबाकू पड़ियो नहल अर्थटा इडी हबो नाही राम को शला कुशला अर्थात भल चिंता करुथिले के ना हनुमान अरे सीतांकर प्रति प्रभु मर्यादा रामचंद्र हेले तांकर कुशल चिता पुणी हनुमान करुथिले सीतांक पति पुणी राम कुशला कान्हा अवतारे पुणी हेले मौला अरे जेते बेले रामचंद्र कान्हा अवतार हेले कृष्ण अवतार रामचंद्र जेतळ हेले आउ हनुमान पुणी चंद्रसेना जन्म होइले अरे से चंद्रसेना बाबू पुणी मौला हेले नी रामंकर मौला हेले किए चंद्रसेना जो चंद्रसेना किए हनुमान सीता ठाब करिएको जेतेबेले हनुमान जाइथिले सीतांकर देखि दुख विचार कले केते मो मां कष्ट पाउछंदी अयोध्या को जेतेबेले आसिले सीता माता जेतेबेले हनुमान को खाइया को बाडिले खाइबा समय हनुमान टिके विचार करिदेले जे एमितिका भार्याटी मोर जदि हेइथांता केते मु सुख शांति लबी थांती हेले तो सीता माता होचंती आत्मार कथा बुझी पारुचंती जगत जननी आदिमती आदि शक्ति मां जगत जननी महामाई मां सीता आत्मार भाव जानी पारुचंती से सीता माता हनुमान रो आत्मार कथा को बुझी पारिले कहिले हनुमान तमे जहाटा भाबिच ए जन्म रे सेडा हबनी आर जन्म रे हबो तमे चंद्रसेना हेकि जन्म हबो मु राधा हेतिबी से लेखा रे बाबू चंद्रसेना ही हनुमान जन्म होइले सीतांक पति राम कुशला हेले हनुमान शला नहीं कुशला अर्थात तो भलो ना नहीं कुशल चिंता
କୁଶଳଚିତ ହନୁମାନ କରୁଥିଲେ। ସୀତାଙ୍କର ପତି ହେଲେ ରାମଚନ୍ଦ୍ର, କାହ୍ନବାତାରେ ହେଲେ ମଉଳା। ରାମଚନ୍ଦ୍ର ଯେତେବେଳେ କୃଷ୍ଣ ଅବତାର ଧାରଣ କଲେ, ସେ ହନୁମାନ ପୁଣି ଚନ୍ଦ୍ରସେନା ଜନ୍ମ ହୋଇଥିଲେ। ଚନ୍ଦ୍ରସେନା ହୋଇଥିଲେ ସେ ହନୁମାନ ଜାଣ ଏ ଲେଖାରେ ତାକୁ ମାମୁ ଲେଖା ହୋଇଲେ ପୁଣ। ସୀତାଙ୍କ ପତି ରାମକୁଶଳା, କାହ୍ନବାତାରେ ହେଲେ ମଉଳା, ହେଲେ ଚନ୍ଦ୍ରସେନା ହେଲା କି ହନୁମାନ, ଏ ଲେଖାରେ ମାମୁ ହେଲେ। ରାଧା ଯାଇ ନାହିଁ ବନକୁ। ରାଧା ତ କେବେ ମଧ୍ୟ ବାବୁ, ରାଧା କେବେ ମଧ୍ୟ ବନକୁ ଯାଇ ନାହାନ୍ତି। ଯାଇଛନ୍ତି କୃଷ୍ଣ ସିନା ଗାଈ ଚରିବାକୁ ଯାଇଛନ୍ତି, ରାଧା କେବେ ଯାଇ ନାହାନ୍ତି। ତାସୁ ତ ମାଇଲା କଂସକୁ, ଆରେ ତାସୁ ତ କଥା ବାବୁ ହେ ଦେ ବାବୁ ଝାଇ, ଆରେ ରାଧାଙ୍କର ସୁତ ବାବୁ କୃଷ୍ଣ ଅଟଇ ତଇ। ରାଧା ପୁଣି ଦେଖ ଭାଇ ଭଉଣୀ କହିଲି ଯାଇ, ରାଧା କୃଷ୍ଣ ବାବୁ ଦେଖ ହେ କହିଲି ଯାଇ। ଆଉ ରାଧାଙ୍କର ପୁଅ ପୁଣି ଦେଖ କୃଷ୍ଣ ଅଟଇ, ଆଉ କୃଷ୍ଣ ପୁଣି ମଥୁରାକୁ କଲେ ଗମନ। କଂସକୁ ମାରିଥିଲେ ସେ କୃଷ୍ଣ ହେ ଜାଣ, ଆଉ କୃଷ୍ଣକୁ ମାରିଲେ କଂସକୁ ମାରିଲେ ସେଇ କୃଷ୍ଣଟି ଜାଣ। ଆଉ ରାଧା ମା ହେଲେ ଜଗତର ଯେ ମାତା, ଜଗତ ଜନନୀ ଗଢ଼ିଲା ବିଧାତା। ଆଉ କୃଷ୍ଣକୁ ବାବୁ ପୁଣି କରିଲେ ଜନ୍ମ, ରାଧା ନାହିଁ ଯାଇ ଦେଖ ବନକୁ ଜାଣ। ସେ କୃଷ୍ଣ ମଥୁରାକୁ ଗମନ କରିଲେ, କଂସ ରାଜାକୁ ପୁଣି ସେ ମାରି ନଥିଲେ। ହେଲା, ରାଧା ନାହିଁ ଯାଇ ବନକୁ, ତାସୁ ତ ମାଇଲା କଂସକୁ, କୃଷ୍ଣ ମାରିଲେ କଂସକୁ। ଆଉ ସବୁ ଜାଗ କହିବାନି ରେ ପୁଅ? ନା ନା, ଏବେ କେତେଟା କହିଲେ? ଦୁଇଟା କହିଲେ ପରା। ଜଗନ୍ନାଥଙ୍କର ମାଉସୀର ନାଁ କଣ? କଣ? ଏ ଗୋଟିଏ କହିଲେ ତାପରେ ବହି ବହି। ଜଗନ୍ନାଥଙ୍କର ମାଉସୀଙ୍କର ନାଁ ଲକ୍ଷ୍ୟ କରନ୍ତୁ। ଜଗନ୍ନାଥଙ୍କର କଳି ଯୁଗରେ ଯିଏ ମାଉସୀ, ସତ୍ୟ ଯୁଗରେ ସିଏ କଣ ଥିଲେ ଜାଣିଛନ୍ତି? କଣ? ସୁନିତା। ଆଚ୍ଛା ଆଚ୍ଛା, ଯେ କି ଧ୍ରୁବର ମା ସୁନୀତି। ସତ୍ୟ ଯୁଗରେ ସିଏ ଧ୍ରୁବର ମା ସୁନୀତି ଥିଲେ ସତ୍ୟ ଯୁଗରେ। ଆଚ୍ଛା ଆଚ୍ଛା। ତ୍ରେତୟା ଯୁଗରେ ହେଲେ କୈକେୟୀ ରାମଚନ୍ଦ୍ରଙ୍କର ମା। ତ୍ରେତୟା ଯୁଗ ଯିଏ ସତ୍ୟ ଯୁଗରେ ସୁନୀତି ଥିଲେ, ତ୍ରେତୟା ଯୁଗରେ ହେଲେ କୈକେୟୀ। ଦ୍ୱାପର ଯୁଗରେ ହେଲେ ଯଶୋଦା, କଳି ଯୁଗରେ ହେଲେ ମାଉସୀ ମା। କଳି ଯୁଗରେ ସେ ଯଶୋଦା ହେଲେ ମାଉସୀ ମା, କିନ୍ତୁ କଳି ଯୁଗରେ ତାଙ୍କ ନାଁ ଅଛି କଣ ଜାଣିଛୁ? ଅର୍ଦ୍ଧଶୋଷିନୀ। ମାଉସୀଙ୍କର ମା ନାଁ ହଉଛି ଜଗନ୍ନାଥଙ୍କର ମାଉସୀଙ୍କ ନାଁ ହଉଛି ଅର୍ଦ୍ଧଶୋଷିନୀ। କଳି ଯୁଗରେ ଯିଏ ସତ୍ୟ ଯୁଗରେ ଥିଲେ ସୁନୀତି, ତାପରେ ହେଲେ କୈକେୟୀ, ତାପରେ ହେଲେ କୈକେୟୀ, କୈକେୟୀ ପରେ ଦ୍ୱାପର ଯୁଗରେ ହେଲେ ଯଶୋଦା, କଳି ଯୁଗରେ ହେଲେ ଅର୍ଦ୍ଧଶୋଷିନୀ। ଜଗନ୍ନାଥଙ୍କର ମାଉସୀଙ୍କର ମା ହେଲେ ଅର୍ଦ୍ଧଶୋଷିନୀ। ହେଲା, ମାମୁ ସଜ ପୁଅ ବାପା ବାହାନ, ତା ପ୍ରାନ୍ତ ଅକ୍ଷର ବିନାଶ କରିଣ, ବଳକା ଅକ୍ଷର ତାର ଚରଣେ ବନ୍ଦନ। ମାମୁ ସଜ ପୁଅ। ହେଠି ଆଲୋଚନା କରନ୍ତୁ ହେ ବିଦୁଷଗଣ, ଆଲୋଚନା କରନ୍ତୁ ହେ ବିଦୁଷଗଣ। ମାମୁ ସଜ ପୁଅ ଦେବା କହିଣ, ମାମୁ ସଜ ପୁଅ କାହାକୁ କହିବା ଯାଇ? ମାମୁ ସଜ ପୁଅ ବୋଲେ ଭଣଜା। ମାମୁ ସଜ ପୁଅ ବୋଲେ ଭଣଜା। ଭଣଜା, ଭଣଜାକୁ ମାମୁ ପୁଅ ବୋଲି ଡାକୁଛି ନା ନାଇଁ? ପୁଅ ବୋଲି ଡାକୁଛି ନା, ଭଉଣୀର ପୁଅ, ଭାଇର ପୁଅ ହବନି? ଆରେ ମାମୁ ସଜ ପୁଅ ବାବୁ ଭଣଜା ହଇଲେ, ମାମୁ ସଜ ପୁଅ ଭଣଜା ହଇଲେ, ହେଲେ ମାମୁ ଆଜି କାହାକୁ ହେ କରିବା ଜାଣ? ସୁଗ୍ରୀବ ହୋଇଗଲେ ମାମୁଟି ଜାଣ। ଆଉ ତାଙ୍କର ଭଣଜା ହେଲେ ପ୍ରଭୁ ବୀର ହନୁମାନ। ହନୁମାନ ଲେଖିଲେ କଣ ନା, ମାମୁ ସଜ ପୁଅ ବାପା ବାହାନ। ଆରେ ହନୁମାନଙ୍କର ବାପା ଦେଖ ପବନ ହେଲେ, ହନୁମାନଙ୍କର ବାପା ଦେଖେ ପବନ ହେଲେ। ଆଉ ପବନ ଦେବ ତାଙ୍କ ବାହାନ କହିବା ଭଲେ। ଆଜ୍ଞା ପବନ ଦେବ ତାଙ୍କର ବାହାନ କହୁଛି ଶୁଣ। ଆଉ ହରିଣ ବୋଲି ବାବୁ ଆଉ ଡେଲି କହିଣ। ପବନର ବାହାନ ହଉଛି ହରିଣ। ସିଏ ଲେଖିଲେ କଣ ନା, ପ୍ରାନ୍ତ ଅକ୍ଷର କରିବ ବର୍ଜନ। ପ୍ରାନ୍ତ ଅକ୍ଷର ଲାଷ୍ଟ ଅକ୍ଷରଟା କାଟିଦେବ। ହରି ଣ, ନଟା କାଟିଲେ କଣ ରହିଲା? ଆରେ ହରି ବୋଲି ବାବୁ ଦେଖ ଆଉ ରହିଲା ଯାଇ, ହରି ବୋଲି ବାବୁ ଦେଖ ଆଉ ରହିଲା ଯାଇ। ବଳକା ଅକ୍ଷର ହରି ବୋଲି ଦେଲି ଉଝାଇ, ଆଉ ତାଙ୍କ ଚରଣରେ ବନ୍ଦନା କରୁଥାଇ। ଏ ହରିଙ୍କ ଚରଣରେ ମୋର ଏ ବନ୍ଦନା, ଯିଏ
ଆସିଛନ୍ତି ବାବୁ କହିଲି ସିନା ଆଲୋଚନା କରନ୍ତୁ ହେ ବିଦୂଷଗଣ ଯାହା ଜାଣିଥିଲି ବାବୁ ଦେଲି ଗହିଣ ଆଉ ସଭାଜନେ ଶୁଣୁଥିଲେ ମନ କର୍ଣ୍ଣ ଦେଇ ତୁ ନାଚୁଥିବୁ ଥେଇ ଥେଇ ମୋର ବାଙ୍ଗେରା ଭାଇ ତୁ ନାଚୁଥିବୁ ଥେଇ ଥେଇ ଆଉ ଗୋଟେ ରହିଲା ଆଉ ସେ ଗୋଟେ ଥାଉ ଏଟା କହିଦେ ନାଟ ଭାଙ୍ଗି ଦେ ସାରଙ୍ଗୀ ଯାଇଛି ସାରଙ୍ଗ ପାଇଁ ସାରଙ୍ଗୀ ଯାଇଛି ସାରଙ୍ଗ ପାଇଁ ଦେଖିଲା ସାରଙ୍ଗ ଆସୁଛି ଧାଇଁ ସାରଙ୍ଗୀ ରଖିଲା ସାରଙ୍ଗ ଭିତରେ ସାରଙ୍ଗୀ ପଶିଲା ସାରଙ୍ଗ ଭିତରେ ଏଟା କଣ କହୁନୁ ଛଡାରୁ ଖୁଚି ଦେଲି ଏଟା କଣ ବୋଲି ମୁଁ କହି ଭଲ କଥା କହୁଛୁ ଆଉ ସଣ୍ଡୁକୁ ପଚାରିକି ଭାଗବତ ପଢୁଛୁ ରେ ପୁଅ ସାରଙ୍ଗ 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 କେତେ ସାରଙ୍ଗ ଲେଖା ହେଇଛି ରେ ପୁଅ ସାରଙ୍ଗୀ ଯାଇଛି ସାରଙ୍ଗ ପାଇଁ ଦେଖିଲା ସାରଙ୍ଗ ଆସୁଛି ଧାଇଁ ସାରଙ୍ଗୀ ରଖିଲା ସାରଙ୍ଗ ଭିତରେ ସାରଙ୍ଗ ପଶିଲା ସାରଙ୍ଗ ଭିତରେ ସିଙ୍ଗାଣି ବାହାରି ପଡ଼ିଲାଣି আরে সারঙ্গ মুখী সারি মো সারঙ্গ মুখী সারি আচ্ছা গত ভাবনা কু দেলু পাসরিল সারঙ্গী মুখী সারি কেতে সারঙ্গ লিখিছন্তি আরে সারঙ্গী বলি প্রথমে দেবী বুঝাই সারঙ্গী বলে ঝিওটা কহিলি যাই আজ্ঞা সারঙ্গী সারঙ্গী যাই সারঙ্গ পাই সারঙ্গী বলে হে পানি অটই হাটি পানি মাঠি আটি ধরি খালি মাঠি আটি ধরি ঝিওটি পানি আনিବାକୁ গলা সারঙ্গী গলা বাবু সারঙ্গী পাই ଆଉ ସାରଙ୍ଗୀ ଦେଖୁଛି ପୁଣି ଆସୁଛି ଧାଇଁ ଝିଅଟି ଯେତେବେଳେ ପାଣି ଆଣିବାକୁ ତ ଗଲା ଆଗ ପଟୁ ବର୍ଷା ବାବୁ ଆସୁଛି ଦେଖିଲା ଆରେ ସାରଙ୍ଗୀ ବୋଲେ ବର୍ଷାକୁ ଦେଲି ବୁଝାଇ ସାରଙ୍ଗୀ ଦେଖିଲା ଆସୁଛି ଧାଇଁ ଆରେ ସାରଙ୍ଗୀ ସେତେବେଳେ ବିଚାର କରିଲା ଏ ସାରଙ୍ଗୀ ଭିତରେ ପୁଣି ସାରଙ୍ଗୀ ରଖିଲା ସାରଙ୍ଗୀ ବୋଲେ ହେ ମାଠିଆଟି ଜାଣ ସେ ମାଠିଆ ଭିତରେ ଲୁଗାଟାକୁ ଦେଲା ରଖିଣ से माठिया भितरे लुगाटाकू देला रखिण सारंगी बसिला सारंगी भितरे सारंगी बोले जलटी जान सारंगी बोले झियोटी जान से झियोटी पुणी जल भितरे पशिला जल भितरे जाई बुड़ीकी रहिला हेटी जल मेघ बाबू जेतळ छाड़िला सारंगी पुणी जल धरी आसिला आउ सुखिला लुगाटा बाबू से पिंधिथिला लुगाटा पुणी माठिया भितरे रखिला लुगाबार बाबू तीन तीन हेद थिला अरे सारंगी जाइछि बाबू सारंग पाई सारंगी आसिला पुणी देखुछि धाई ए सारंगी रखिला पुणी सारंग भितरे सारंगी पशिला सारंग भितरे आउ माठिया भितरे लुगाटा रखी देला मेघ वर्षारु पुणी ए बंचिन गला ए लुगाटा तार बाबू तिंतिला नाही सुखिला लुगाटा पिंधि आसिला जाई अहे जहाँ जानी थिली बाबुए देली बुझाई सभा जने शुणुथिले मन कर्ण देई तू नाचुथिबु थेई थेई मोर बांगेरा बाई नाचुथिबु थेई थेई
ହଁ ଗୁଗୁଳି ହଉ 100 ଟଙ୍କା ଦେଲୁ